ମମତା କହିବେ, ଦିଦି ତମେ ଆସ ଠାକୁରଙ୍କ ପାଖରେ ଦୀପ ଜାଳିବ। ଏହାପରେ ମାୟା କହିବେ, ନାଇଁ, ଦୀପ ଜଳାଇବା ତ ଦୂରର କଥା, ମୁଁ ଠାକୁରଙ୍କ ସାମ୍ନାରେ ବି ଯିବିନି। ଆଚ୍ଛା ମମତା, ଆମେ ଠାକୁରଙ୍କୁ କାହିଁକି ପୂଜା କରିବା, କାହିଁକି ତାଙ୍କୁ ଡାକିବା? ତମର ଏଇ ଠାକୁର ଆମର ତ କିଛି ଭଲ କଲାନି ନା। ଏହାପରେ ଦାଦିମା ଆସି କହିବେ, ଆରେ ମାୟା, ତୁ କାହିଁକି ଏମିତି କହୁଛୁ? ଭଗବାନଙ୍କ ଦୟାରୁ ଆନନ୍ଦ ଆଉ ନାତିଆ ଏବେ 2 ଜଣ ଯାକ ଭଲ ଅଛନ୍ତି। ତାପରେ ମାୟା କହିବେ, ଆଚ୍ଛା, ଯେତେବେଳେ ବାପ ପୁଅ 2 ଜଣଙ୍କର ଆକ୍ସିଡେଣ୍ଟ ହେଲା ସେତେବେଳେ ଭଗବାନଙ୍କ ମନରେ ଦୟା କାହିଁକି ଆସିଲାନି? ବିନା ଅପରାଧରେ ଆମେ ଏତେ ବଡ଼ ଅପମାନ ସହିଲେ। ଆମ ପାଖରୁ ଆମ ଘର ଦ୍ୱାର ପ୍ରପର୍ଟି ସବୁକିଛି ଚାଲିଗଲା। କାହିଁ ସେତେବେଳେ ତ ଆମ ଉପରେ ଭଗବାନ ଟିକେ ବି ଦୟା କଲେନି। ଆନନ୍ଦ ଆଉ ଆଦର୍ଶ 2 ଜଣ ଯାକ ଫ୍ରଡ୍ ବୋଲି ସେମାନଙ୍କ ଉପରେ କେସ୍ ଲାଗିଲା। ସେତେବେଳେ ଆପଣଙ୍କ ଭଗବାନ କୋଉଠି ଥିଲେ? ତାପରେ ରୂପସା ଆସିବେ ଆଉ କହିବେ, ଆପଣ ବିଲକୁଲ ବି ଚିନ୍ତା କରନ୍ତୁନି ମାୟା ଆଣ୍ଟି, ଭଗବାନ ଆପଣଙ୍କ ପାଇଁ କିଛି କରନ୍ତୁ କି ନ କରନ୍ତୁ, ମୁଁ ଆପଣଙ୍କ ପାଇଁ କିଛି କରିଛି। ଆପଣଙ୍କ ପରିବାର ଉପରେ ଲାଗିଥିବା ସବୁ କେସ୍ ମୁଁ ହଟେଇ ଦେଇଛି। ଅଙ୍କଲ ଆଦର୍ଶ ଆଉ 2 ଜଣ ଯାକ ଭଲ ହୋଇଯାଆନ୍ତୁ। ଆପଣଙ୍କ ସବୁ ବିଜନେସ୍ ସବୁ ପ୍ରପର୍ଟି ଆପଣଙ୍କୁ ମିଳିଯିବ। ପୁଣି ଭିତରକୁ ଆସିବେ ଆଉ କହିବେ, ଚିମ୍କି ଯା, ବାହାରେ ମୋ ଲଗେଜ୍ ଅଛି, ନେଇକି ଆସିବୁ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ରୂପସା ମହାପାତ୍ର ଫ୍ୟାମିଲିରେ କ'ଣ ନିଜ ହାତ ମୁଠାରେ ରଖିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାନ୍ତୁ।